ଆଜିର ଏ ଭିଡ଼ିଓରେ ମୁଁ ତୁମକୁ ଗୋଟିଏ ସରଳ କିନ୍ତୁ କଠିନ ପ୍ରଶ୍ନ ପଚାରିବି। ତୁମର ଜୀବନ କାହିଁକି ଅଟକି ଯାଇଛି? କାହିଁକି ଲାଗୁଛି ତୁମେ ଅନେକ ସ୍ୱପ୍ନ ଦେଖିଛ କିନ୍ତୁ ସେଗୁଡ଼ିକ ସତ୍ୟ ହେଉନାହିଁ? କାହିଁକି ତୁମେ ପ୍ରତିଦିନ ବହୁତ ବ୍ୟସ୍ତ ରହୁଛ କିନ୍ତୁ ଜୀବନ ଆଗକୁ ବଢ଼ୁନାହିଁ? କାହିଁକି ଜାଣିଛ? ହେଲେ ସତ କଥା ହେଉଛି ତୁମ ଜୀବନ କେହି ଅଟକି ନାହାନ୍ତି, ତୁମେ ନିଜେ ନିଜକୁ ଅଟକାଇଛ। ଆମେ ସବୁବେଳେ ପରିସ୍ଥିତିକୁ ଦୋଷ ଦେଉଛୁ, କହୁଛୁ ପରିବାର ସପୋର୍ଟ କଲା ନାହିଁ, ପଇସା ନାହିଁ, ଭଲ ଅବସର ମିଳିଲା ନାହିଁ, ଲୋକେ ସପୋର୍ଟ କଲେ ନାହିଁ। କିନ୍ତୁ ଯଦି ସତରେ ଦେଖିବାକୁ ଚାହୁଁ ତାହେଲେ ତୁମର ସବୁଠାରୁ ବଡ଼ ଶତ୍ରୁ କୌଣସି ବାହାର ଲୋକ ନାହିଁ, ତୁମର ଭୟ, ତୁମର ଆଲସ ଓ ତୁମର ଅନିଶ୍ଚିତତା। ତୁମେ ଅଟକି ଯାଇଛ କାରଣ ତୁମେ ସୁରକ୍ଷିତ ଜୀବନ ଚାହୁଁଛ, ତୁମେ ରିସ୍କ ନେବାକୁ ଡରୁଛ, ତୁମେ କିଛି ନୂଆ ଆରମ୍ଭ କରିବାକୁ ଭାବୁଛ। କିନ୍ତୁ ମନରେ ଗୋଟିଏ ଶବ୍ଦ ଆସୁଛି, ଯଦି ଫିଲ୍ ହେଲି। এই ଛୋଟ ଶବ୍ଦ ତୁମ ଜୀବନକୁ ଅଟକାଇ ଦେଇଛି। ତୁମେ ଅଟକାଇ ଯାଇଛ କାରଣ ତୁମେ ଅଧିକ ଭାବୁଛ, କମ୍ କରୁଛ। ତୁମେ ପ୍ଲାନ୍ ବନାଉଛ କିନ୍ତୁ ଆକ୍ସନ୍ ନେଉନାହିଁ। ତୁମେ ୟୁଟ୍ୟୁବରେ ମୋଟିଭେସନାଲ୍ ଭିଡ଼ିଓ ଦେଖୁଛ କିନ୍ତୁ ନିଜ ଜୀବନରେ ଗୋଟିଏ ଛୋଟ ପଦକ୍ଷେପ ନେଉନାହିଁ। ମନେ ରଖ ଯେ ମୋଟିଭେସନ୍ ତୁମକୁ ଗୋଟିଏ ଘଣ୍ଟା ପାଇଁ ଉତ୍ସାହିତ ଦେବ କିନ୍ତୁ ଡିସିପ୍ଲିନ୍ ତୁମକୁ ସାରା ଜୀବନ ପାଇଁ ଚେଞ୍ଜ କରିଦେବ। ତୁମେ ଅଟକି ଯାଇଛ କାରଣ ତୁମେ ସବୁକିଛି ଆସାନ ଚାହୁଁଛ। ତୁମେ ଚାହୁଁଛ ସଫଳତା ମିଳୁ କିନ୍ତୁ ଷ୍ଟ୍ରଗଲ୍ କରିବାକୁ ନ ପଡ଼େ। ତୁମେ ଚାହୁଁଛ ସମ୍ମାନ ମିଳୁ କିନ୍ତୁ ପରିଶ୍ରମ କରିବାକୁ ମନ ନାହିଁ। କିନ୍ତୁ ଜୀବନର ସତ୍ୟ ହେଉଛି ଯେଉଁଠାରେ ବେଦନା ନାହିଁ ସେଠାରେ ପ୍ରଗତି ହିଁ ନାହିଁ। ତୁମେ ଅଟକି ଯାଇଛ କାରଣ ତୁମେ ଅନ୍ୟମାନଙ୍କ ସହିତ ନିଜକୁ ତୁଳନା କରୁଛ। ସୋସିଆଲ ମିଡ଼ିଆରେ ଦେଖୁଛ ଲୋକେ ଆଗକୁ ବଢ଼ିଲେ ଏବଂ ତୁମେ ଭାବୁଛ ମୁଁ ପଛକୁ ପଡ଼ିଗଲି। କିନ୍ତୁ ତୁମେ ଗୋଟିଏ କଥା ବୁଝି ନାହିଁ ଯେ ପ୍ରତ୍ୟେକ ମଣିଷର ଯାତ୍ରା ଅଲଗା। ତୁମେ ନିଜ ପଥରେ ଚାଲିବାକୁ ପଡ଼ିବ। ହେଲେ ସତ କଥା ହେଉଛି ତୁମେ ଅଟକି ଯାଇନାହିଁ, ତୁମେ ନିଜେ ନିଜକୁ ଅଟକାଇ ଦେଇଛ। ତୁମେ ରୋକି ରଖିଛ ତୁମ ସ୍ୱପ୍ନକୁ କାରଣ ତୁମେ ଭାବୁଛ ସଠିକ୍ ସମୟ ଆସିବ। କିନ୍ତୁ ସଠିକ୍ ସମୟ କେବେ ଆସେ ନାହିଁ, ସମାଜକୁ ସଠିକ୍ କରିବାକୁ ପଡ଼େ। ଯେଉଁଦିନ ତୁମେ ନିଷ୍ପତ୍ତି ନେବ ଯେ ଆଜିଠାରୁ ମୁଁ ବଦଳିବି, ଆଜିଠାରୁ ମୁଁ ଚେଞ୍ଜ ହେବି, ସେଦିନ ହେଉଛି ତୁମ ସଠିକ୍ ସମୟ। ତୁମେ ଅଟକି ଯାଇଛ କାରଣ ତୁମର ଲକ୍ଷ୍ୟ ସ୍ପଷ୍ଟ ନୁହେଁ। ତୁମେ ଜାଣିନାହିଁ କ'ଣ ଚାହୁଁଛ। ଯେଉଁମାନେ ନିଜ ଲକ୍ଷ୍ୟ ଜାଣନ୍ତି ସେମାନେ ପଥ ଖୋଜି ନିଅନ୍ତି, ଯେଉଁମାନେ ଲକ୍ଷ୍ୟ ବିନା ଚାଲନ୍ତି ସେମାନେ ସବୁବେଳେ ଅଟକିଥାନ୍ତି। ତୁମେ ଅଟକି ଯାଇଛ କାରଣ ତୁମେ ଅସଫଳତାକୁ ଶେଷ ଭାବୁଛ। ଗୋଟିଏ ଥର ଫେଲ୍ ହେଲେ ତୁମେ ଭାବୁଛ ମୋ ଦ୍ୱାରା ହେବ ନାହିଁ। କିନ୍ତୁ ସଫଳ ଲୋକମାନେ ଅସଫଳତାକୁ ଶିକ୍ଷା ଭାବେ ନେଇଥାନ୍ତି। ସେମାନେ ପଡ଼ିଥାନ୍ତି କିନ୍ତୁ ଉଠିଥାନ୍ତି, ତୁମେ ମାତ୍ର ପଡ଼ି ରହୁଛ। ଦୋସ୍ତ, ଜୀବନ କାହାକୁ ଅପେକ୍ଷା କରେ ନାହିଁ, ସମାଜ ଚାଲିଯାଉଛି। ପ୍ରତିଦିନ ତୁମେ ଯଦି କିଛି ନ କର ସେଦିନ ତୁମ ସ୍ୱପ୍ନ ତୁମଠାରୁ ଦୂରେଇ ଯିବ। ତୁମେ ଅଟକି ଯାଇଛ କାରଣ ତୁମେ ଦାୟିତ୍ୱ ନେଉନାହିଁ, ସବୁକିଛି ପାଇଁ ଦୋଷ ଦେଉଛ। କିନ୍ତୁ ଗୋଟିଏ ଦିନ ତୁମେ କହିବ, କିନ୍ତୁ ଯେଉଁଦିନ ତୁମେ କହିବ ମୋ ଲାଇଫ୍ର ରେସ୍ପନ୍ସିବିଲିଟି ମୋର, ସେଦିନ ତୁମ ଜୀବନ ଚେଞ୍ଜ ହେବା ଆରମ୍ଭ ହେବ। ସତ୍ୟ କଥା କଠିନ, ତୁମେ ଶୁଣିବାକୁ ଚାହୁଁନ, କିନ୍ତୁ ସତ୍ୟ ହେଉଛି ତୁମେ ଯେଉଁଠାରେ ଅଛ ସେଠାରେ ତୁମ ନିଷ୍ପତ୍ତି ତୁମକୁ ଆଣିଛି ଏବଂ ଯେଉଁଠାରେ ଯିବାକୁ ଚାହୁଁଛ ସେଟାକୁ ନେବ ତୁମ ଆଜିର ନିଷ୍ପତ୍ତି। ତୁମେ ଅଟକି ଯାଇଛ କାରଣ ତୁମେ ନିଜର କ୍ଷମତାକୁ ଅଣଦେଖା କରୁଛ। ତୁମେ ଭାବୁଛ ତୁମେ ସାଧାରଣ, କିନ୍ତୁ ପ୍ରତ୍ୟେକ ମଣିଷ ମଧ୍ୟରେ ଅସାଧାରଣ ଶକ୍ତି ରହିଛି, ତାକୁ ବାହାର କରିବାକୁ ପଡ଼େ। ଆଜି ମୁଁ ତୁମକୁ କେବଳ ଏତିକି କହିବି, ଯଦି ତୁମେ ଜୀବନକୁ ବଦଳିବାକୁ ଚାହୁଁଛ ତାହେଲେ ନିଜକୁ ବଦଳାଅ, ଭାବନା ବଦଳାଅ, ହ୍ୟାବିଟ୍ ଚେଞ୍ଜ କର, ଦୋସ୍ତି ୟାରି ବଦଳାଅ, ଲାଇଫଷ୍ଟାଇଲ୍ ଚେଞ୍ଜ କର। ସକାଳେ ଉଠିଲେ ନିଜକୁ ପଚାର ଆଜି ମୋ ସ୍ୱପ୍ନ ପାଇଁ କ'ଣ କରିବି ଏବଂ ଶୋଇବା ବେଳେ ପଚାର ଆଜି ମୁଁ କିଛି ଆଗକୁ ବଢ଼ିଲି କି। ଛୋଟ ପଦକ୍ଷେପ ନିଅ, ପ୍ରତିଦିନ 1% ଭଲ ହେବ। ଗୋଟେ ବର୍ଷ ପରେ ତୁମେ 365% ଭଲ ହେବ। ମନେ ରଖ ଯେ ଜୀବନ ଅଟକି ନାହିଁ, ତୁମେ ଅଟକି ରହିଛ ଏବଂ ତୁମେ ଚାହିଁଲେ ଏ ଯାଏଁ ଚାଲିପାରିବ। ଆଜିର ଭିଡ଼ିଓ ଶେଷରେ କେବଳ ଗୋଟିଏ ଗଭୀର ସତ୍ୟ ତୁମ ହୃଦୟରେ ରଖ, ତୁମ ଜୀବନ ଅଟକି ଯାଇନାହିଁ, ତୁମ ଚିନ୍ତାଧାରା ଅଟକି ଯାଇଛି, ତୁମ ସ୍ୱପ୍ନ ମରିଯାଇନାହିଁ, ତୁମ ସାହସ ଶୋଇପଡ଼ିଛି, ତୁମ ଅବସର ଶେଷ ହୋଇନାହିଁ, ତୁମ ନିଷ୍ପତ୍ତି ଡେରି ହୋଇଯାଇଛି। ଜୀବନ କେବେ ମଧ୍ୟ ଗୋଟିଏ ଦିନରେ ବଦଳେ ନାହିଁ, କିନ୍ତୁ ଗୋଟିଏ ଦିନର ନିଷ୍ପତ୍ତି ପୁରା ଜୀବନକୁ ବଦଳାଇ ଦେଇପାରେ। ପ୍ରୋବ୍ଲେମ୍ ହେଉଛି ଆମେ ସବୁବେଳେ ସଠିକ୍ ସମୟ ଅପେକ୍ଷା କରୁଛୁ। ଭାବୁଛୁ ଆଉ କିଛି ପ୍ରସ୍ତୁତି ଦେବି, ଆଉ କିଛି ସହଯୋଗ ମିଳିବ, ଆଉ କିଛି ଭଲ ପରିସ୍ଥିତି ଆସିବ। କିନ୍ତୁ ସତ୍ୟ ହେଉଛି ପରିସ୍ଥିତି କେବେ ସମ୍ପୂର୍ଣ୍ଣ ହୁଏ ନାହିଁ, ସମ୍ପୂର୍ଣ୍ଣ ହେବାକୁ ପଡ଼େ ଆମର ମନ। ତୁମେ ଏଯାଏଁ ଯେଉଁଠାରେ ଅଛ ସେଠାରେ ରହିବାକୁ ତୁମ ଭିତରେ ଗୋଟିଏ ଲୁଚିଥିବା ସୁବିଧା ଅଛି। ସେ ସୁବିଧା ହେଉଛି ସୁରକ୍ଷା। ତୁମେ ଜାଣିଛ ଏଠାରେ ବଡ଼ ବିପଦ ନାହିଁ, କିନ୍ତୁ ମନେ ରଖ ସୁରକ୍ଷିତ ଜାଗା କେବେ ବଡ଼ ସ୍ୱପ୍ନ ପୂରଣ କରେ ନାହିଁ। ଯଦି ସମୁଦ୍ର କୂଳରେ ଠିଆ ହୋଇଲେ ତୁମେ ପହଁରିବା ଶିଖିପାରିବ ନାହିଁ, ପାଣିରେ ଉତରିବାକୁ ପଡ଼ିବ। ଆଜି ଯଦି ତୁମେ ସତ୍ୟକୁ ମାନି ନେବ, ହଁ ମୁଁ ନିଜେ ମୋ ଜୀବନକୁ ରୋକି ରଖିଛି, ସେହି ମୁହୂର୍ତ୍ତରୁ ତୁମ ଜୀବନ ଆଗକୁ ବଢ଼ିବା ଆରମ୍ଭ କରିଦେବ। କାରଣ ଦାୟିତ୍ୱ ନେବା ହେଉଛି ଶକ୍ତିର ପ୍ରଥମ ପଦକ୍ଷେପ। ଯେତେବେଳେ ତୁମେ ଦୋଷ ଦେବା ବନ୍ଦ କର
ସେତେବେଳେ ତୁମେ ଶକ୍ତିଶାଳୀ ହବ। ତୁମ ଜୀବନରେ ବଡ଼ ପରିବର୍ତ୍ତନ ଆଣିବାକୁ ବଡ଼ କାମ ଦରକାର ନାହିଁ। ଦରକାର ହେଉଛି ନିୟମିତ ଛୋଟ କାମ। ପ୍ରତିଦିନ ଥୋଡ଼ା ଡିସିପ୍ଲିନ୍, ପ୍ରତିଦିନ ଥୋଡ଼ା ଫୋକସ୍, ପ୍ରତିଦିନ ଥୋଡ଼ା ସାହସ। এই ଛୋଟ ଛୋଟ ପଦକ୍ଷେପ ଗୋଟେ ଦିନ ତୁମକୁ ବଡ଼ ସଫଳତା ଦେଇଦେବ। ମନେ ରଖ, ତୁମେ ଯାହାକୁ ଡରୁଛ ସେ କାମ ମଧ୍ୟରେ ତୁମ ଉନ୍ନତି ଲୁଚିଛି। ଯାହାକୁ ଟାଲୁଛ ସେ କାମ ମଧ୍ୟରେ ତୁମ ସୁଯୋଗ ଲୁଚିଛି। ଯେଉଁ ସ୍ଥାନରେ ତୁମେ ଅସୁବିଧା ଅନୁଭବ କରୁଛ ସେଠାରେ ତୁମ ବିକାଶ ଅଛି। ଆଜି ନିଷ୍ପତ୍ତି ନିଅ ଯେ ଆଉ ଅଟିକି ରହିବି ନାହିଁ, ଆଉ କାଲି କହିବି ନାହିଁ। କାରଣ କାଲି ଶବ୍ଦଟା ହେଉଛି ସ୍ୱପ୍ନର ସବୁଠାରୁ ବଡ଼ ଶତ୍ରୁ। ଯେଉଁ ଲୋକମାନେ ଆଜିକୁ ବ୍ୟବହାର କରନ୍ତି ସେମାନେ ଆଗାମୀକାଲିର ସଫଳତା ଲେଖନ୍ତି। ହୋଇଥାଇପାରେ ତୁମେ ଭାବୁଛ ତୁମ ପାଖରେ ସମାଜ ନାହିଁ, କିନ୍ତୁ ସମାଜ କାହାକୁ ଅପେକ୍ଷା କରେ ନାହିଁ। ପ୍ରତିଦିନ ଯଦି ତୁମେ ନିଜ ସ୍ୱପ୍ନ ପାଇଁ କିଛି କରୁନାହ ସେଦିନ ତୁମ ସ୍ୱପ୍ନ ସବୁଠାରୁ ଦୂରେଇ ଯାଉଛି। ଏହା କଠିନ ସତ୍ୟ, କିନ୍ତୁ ଏହାକୁ ମାନିଲେ ତୁମେ ଜାଗି ଉଠିବ। ତୁମ ଜୀବନରେ ସବୁଠାରୁ ବଡ଼ ଚେଞ୍ଜ ଆସିବ ଯେତେବେଳେ ତୁମେ ନିଜ ଚିନ୍ତାଧାରାକୁ ବଦଳାଇ ଦେବ। ମୋ ଦ୍ୱାରା ହେବନି, ତା ବଦଳରେ କହ ମୁଁ ଶିଖିବି। ମୁଁ ପାରିବି ନାହିଁ, ତା ବଦଳରେ କହ ମୁଁ ଚେଷ୍ଟା କରିବି। এই ছোট শব্দর পরিবর্তন তো ভবিষ্যৎকু পরিবর্তন করেদেব। দেখো তো, তুমি সাধারণ জন্ম নেইথিব কিন্তু সাধারণ জীবন বঞ্চিবাকু বাধ্য নাই। তোমার ভিতরে অসীম শক্তি অছি, কিন্তু সেই শক্তিকু জগাইবাকু পড়িব। তোমাকু নিজে নিজকু ধক্কা দেবাকু পড়িব, কারণ দুনিয়া তোমাকু ସବୁବେଳେ সুবিধা দেব নাই। যেদিন তুমি নিজ স্বপ্ন পাই সমাজ দেবা আরম্ভ করিব সেদিন দুনিয়া মধ্যে তোমাকু গুরুত্ব দেব। যেদিন তুমি নিজ লক্ষ্য পাই শৃঙ্খলা আনিব সেদিন তুম জীবনের দিগ আসব। যেদিন তুমি ভয়কু জিতব সেদিন তুম আত্মবিশ্বাস জন্ম নেব। আর শেষে এতিকি মনে রখ যে তুম জীবনের কাহিনী এযাଏ শেষ হয়ে না, ଏହା କେବଳ ଗୋଟିଏ ଅଧ୍ୟାୟ। ଯଦି ଏହି ଅଧ୍ୟାୟ କଷ୍ଟରେ ଭରି ଥାଏ ତାହାର ଅର୍ଥ ହେଉଛି ପରବର୍ତ୍ତୀ ଅଧ୍ୟାୟ ଶକ୍ତିଶାଳୀ ହେବାକୁ ଯାଉଛି। କିନ୍ତୁ ସେହି ଅଧ୍ୟାୟ ଲେଖିବାର ଦାୟିତ୍ୱ ତୁମର।